କହୁଥିଲେ ସାର୍ ଓଡ଼ିଆ ମାଇନର ଓଡ଼ିଆର ମାନେ ପି ୱାଇ କି ପ୍ରଶ୍ନ ସହିତ ଆମକୁ ସେ ଡିସ୍କସନ୍ କରନ୍ତୁ। ଦେଖନ୍ତୁ ମୁଁ ଆପଣମାନଙ୍କ ସହିତ କୋଶ୍ଚିନ୍ ସହିତ ଆନ୍ସର୍ ମୁଁ ଡିସ୍କସନ୍ କରିବି ସର୍ଟ କୋଶ୍ଚିନ୍। ତା ସହିତ ମୁଁ ଆପଣଙ୍କୁ ସଜେଷ୍ଟ କରିବି ଯଦି ଆପଣମାନେ ମାଇନର ଓଡ଼ିଆ ନେଇଛନ୍ତି ତାହେଲେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପୁରା ମାନେ ସବୁ ଯାକ ହେଲା ଯାହା ବି ଆପଣଙ୍କର କୋର୍ସ ଅଛି ମାନେ ସିଲାବସ୍ ଅଛି ପ୍ରତ୍ୟେକଟି ମୁଁ ଆପଣଙ୍କୁ ମାନେ ସିଲେକ୍ସନ୍ କୋଶ୍ଚିନ୍ ସହିତ ଲଙ୍ଗ୍ କୋଶ୍ଚିନ୍ ମୁଁ ଆପଣଙ୍କୁ ପ୍ରୋଭାଇଡ଼ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆଭେଲେବଲ୍ ଅଛି। ତ ଯାଇକି ଆପଣମାନେ ଦେଖିଦେବେ ବୁଝିପାରିଲେ। ତ ଦେଖନ୍ତୁ ଆଉ ଏଇଟା ଆପଣଙ୍କର ସେମ୍ ରହିବ ଯେଉଁଟାକି +3 ଯେଉଁମାନଙ୍କର +3 ଓଡ଼ିଆ ଅନର୍ସ ପିଲାମାନଙ୍କର ଫାର୍ଷ୍ଟ ଇୟର୍ରେ ଯେଉଁମାନେ ଅଛନ୍ତି ତାଙ୍କର କୋର୍ ପେପର୍ 2 ଏବଂ ଆପଣଙ୍କର ମାଇନର ହେଉଛି ଆପଣଙ୍କର ସେମ୍ ସିଲାବସ୍। ତେଣୁକରି ମୁଁ ପ୍ରତ୍ୟେକଟି ଭିଡ଼ିଓ ଆଭେଲେବଲ୍ ମୁଁ ଆପଣଙ୍କ ମାନେ ଛାଡ଼ିଛି ଆପଣ ଯାଇକି ଦେଖିବେ। ତ ଦେଖନ୍ତୁ ଯେଉଁମାନଙ୍କର କାଲି ଅଛି ମାଇନର ଓଡ଼ିଆ ସେମାନେ ଦେଖିଦିଅନ୍ତୁ। ଏଇଟା ହେଉଛି ଆପଣଙ୍କର 2025 ଯେଉଁଟାକି UG ସେମ୍ 2ର ହେଲା ମାଇନର ତ ମାଇନର ସରି ହଁ ସେମ୍ 2 ଯେଉଁଟାକି ମାଇନର B1 ଓଡ଼ିଆ। ତ ଦେଖିବା ଆମେ ତ ୱାର୍ଡ଼ସୱାର୍ଥଙ୍କ ମତରେ କାବ୍ୟର ସଂଜ୍ଞା କ'ଣ? ତ ୱାର୍ଡ଼ସୱାର୍ଥ କହୁଥିଲେ ଭାବର ସ୍ୱତଃସ୍ଫୂର୍ତ୍ତ ହେଉଛି କ'ଣ କାବ୍ୟ ବୋଲି ସେ କହୁଥିଲେ ହେଲା କିଏ ୱାର୍ଡ଼ସୱାର୍ଥ। ଦେଖନ୍ତୁ ପାଶ୍ଚାତ୍ୟ ସାହିତ୍ୟରେ ମହାକାବ୍ୟକୁ କ'ଣ କୁହାଯାଏ? ଏପିକ୍ ବୋଲି କୁହାଯାଏ ହେଲା ଇପିକ୍ ବୋଲି କୁହାଯାଏ ଇପିକ୍। ଦେଖନ୍ତୁ କ୍ୱେଶ୍ଚିନ୍ ନମ୍ବର ଗ ସମ୍ବୋଧନ ଗୀତିକାକୁ ଇଂରାଜୀରେ କ'ଣ କୁହାଯାଏ? ବହୁତ ଇମ୍ପୋର୍ଟାଣ୍ଟ। ସମ୍ବୋଧନ ଗୀତିକାକୁ ଇଂରାଜୀରେ କ'ଣ କୁହାଯାଏ? କ୍ୱେଶ୍ଚିନ୍ ଗ୍ୟାରେଣ୍ଟି କ୍ୱେଶ୍ଚିନ୍ ଆସେ ଏଇ କ୍ୱେଶ୍ଚିନ୍ ହେଲା। ତ ଏହାକୁ ଇଂରାଜୀରେ କୁହାଯାଏ ଓଡ଼ ବୋଲି ହେଲା ଓଡ଼ ବୋଲି କୁହାଯାଏ ମନେ ରଖିବେ। ପରବର୍ତ୍ତୀ ପ୍ରଶ୍ନ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ 2ଗୋଟି ଐତିହାସିକ କ୍ଷୁଦ୍ର ଗଳ୍ପର ନାମ ଲେଖ। ତାଙ୍କର କ୍ଷୁଦ୍ର ଗଳ୍ପ ଐତିହାସିକ ଗଳ୍ପ ମହାନିର୍ମାଣ ଗୋଟେ ଲେଖିଦେବେ ମହାନିର୍ମାଣ ହେଲା ମହାନିର୍ମାଣ। ଆଉ ଗୋଟେ ହେଲା କୃଷ୍ଣଚୂଡ଼ା ଗୋଟେ ଲେଖିଦେବେ ହେଲା ବହୁତ ଅଛି କୃଷ୍ଣଚୂଡ଼ା ହେଲା। ରେବତୀ ଗଳ୍ପଟି କେଉଁ ମସିହାରେ ରଚିତ ହୋଇଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା ହେଲା। ରେବତୀ ଗଳ୍ପ କେତେ? 1898 1898 ହେଲା ରେବତୀ ଗଳ୍ପ। ଆଉ କିଏ ଲେଖିଥିଲେ ରେବତୀ ଗଳ୍ପ? ଫକୀରମୋହନ ସେନାପତି ଲେଖିଥିଲେ ହେଲା। ପ୍ରଥମେ ଫକୀରମୋହନ ସେନାପତି ଲେଖିଥିଲେ। ଆଉ ରେବତୀ ଗଳ୍ପ ହେଉଛି ପ୍ରଥମ ମାନେ ଗଳ୍ପ ଭାବରେ ଆମେ ଜାଣିବା। ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ ହେଉଛି ପ୍ରଥମ ଓଡ଼ିଆ ଉପନ୍ୟାସ କିଏ ଲେଖିଥିଲେ? ବହୁତ ଇମ୍ପୋର୍ଟାଣ୍ଟ ଉପନ୍ୟାସ। ପ୍ରଥମ ଉପନ୍ୟାସ ହେଉଛି ଆପଣଙ୍କର ଏଇଟା ହେଲା ଆପଣଙ୍କର ଉମେଶ ଚନ୍ଦ୍ର ସରକାର ଲେଖିଥିଲେ ହେଲା ପ୍ରଥମ ଉପନ୍ୟାସ ଯେଉଁଟାକି ତାଙ୍କ ନାଁ ହେଉଛି ଛଦ୍ମମାଳୀ ହେଲା ଛଦ୍ମମାଳୀ ପ୍ରଥମ ଉପନ୍ୟାସ ହେଲା। ଏଇଟା ମନେ ରଖିବେ ପ୍ରଥମ ଉପନ୍ୟାସ ହେଉଛି ଉମେଶ ଚନ୍ଦ୍ର ସରକାର ଲେଖିଥିଲେ ବୁଝିପାରିଲେ। ପ୍ରଥମ ଉପନ୍ୟାସ ପଦ୍ମମାଳୀ ସରି ଛଦ୍ମମାଳୀ ନୁହେଁ ମୁଁ ଛଦ୍ମମାଳୀ କହୁଛି ପଦ୍ମମାଳୀ ହେଲା ପଦ୍ମମାଳୀ ଏଇଟା ଲେଖିବେ। ଏଇଟା ଗଲା। ପରବର୍ତ୍ତୀ ପ୍ରଶ୍ନ ନାଟକକୁ କେଉଁ ବେଦ କୁହାଯାଏ? ଦେଖ ନାଟକକୁ ପଞ୍ଚମ ବେଦ ବୋଲି କୁହାଯାଏ ହେଲା ପଞ୍ଚମ ବେଦ ବୋଲି କୁହାଯାଏ ପଞ୍ଚମ ବେଦ ହେଲା। ପରବର୍ତ୍ତୀ ପ୍ରଶ୍ନ ଯିବା। ପରବର୍ତ୍ତୀ ପ୍ରଶ୍ନ ଛଦ୍ମବେଶୀ ଏକାଙ୍କିକା କିଏ ରଚନା କରୁଥିଲେ? ଛଦ୍ମବେଶୀ ଏକାଙ୍କିକା କିଏ ରଚନା କରୁଥିଲେ? ଏଇଟା ଆପଣଙ୍କର ମନୋରଞ୍ଜନ ଦାସ ହେଲା ମନୋରଞ୍ଜନ ଦାସ। ପ୍ରଥମ ଓଡ଼ିଆ ପ୍ରବନ୍ଧ ବିବେକୀ କେଉଁ ପତ୍ରିକାରେ ପ୍ରକାଶ ହୋଇଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। ଏଇଟା ଉତ୍କଳ ଦର୍ପଣ ପତ୍ରିକାରେ ହେଲା ଉତ୍କଳ ଦର୍ପଣ ପତ୍ରିକାରେ ଯେଉଁଟାକି ପ୍ରଥମ ଓଡ଼ିଆ ବିବେକୀ ରଚିତ ହୋଇଥିଲା ଏବଂ ପ୍ରକାଶିତ ହୋଇଥିଲା କେତେ ମସିହାରେ ଯଦି ଆସିବ 1873 ମସିହାରେ ହେଲା 1873 ମସିହାରେ। ଲେଖକ କିଏ? ଲେଖକ ହେଉଛନ୍ତି ଆପଣଙ୍କର ରାଧାନାଥ ରାୟ ହେଲା ରାଧାନାଥ ରାୟ ଏଇଟା ବି ମନେ ରଖିବେ। ତ ଚାଲ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ଆତ୍ମଜୀବନର ନାମ ଲେଖ। ତ ତାଙ୍କର ଆତ୍ମଜୀବନ ହେଉଛି ମୋ ସମୟର ଓଡ଼ିଶା ହେଲା। ତ ଦେଖ ଏଇଟା ଥିଲା ଆପଣଙ୍କର ସର୍ଟ କ୍ୱେଶ୍ଚିନ୍। ଦେଖନ୍ତୁ ଦୁଇ ମାର୍କର କ୍ୱେଶ୍ଚିନ୍ କେମିତି ଆସୁଛି ଦେଖିଦିଅନ୍ତୁ। ମହାକାବ୍ୟର ଦୁଇଟି ବୈଶିଷ୍ଟ୍ୟ ଲେଖ ହେଲା। ରାଧାମୋହନ ଗଡ଼ନାୟକ ଆପଣମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯିବେ ସର୍ଚ୍ଚ କରିବେ CHSE କ୍ଲାସ୍ ହେଲା BK ସାର୍
ମାରିକି ଆପଣମାନେ ମାନେ ଯାହା ବି କୋର୍ ପେପର୍ 2ର ଓଡ଼ିଆ ଅନର୍ସ ହେଲା, କୋର୍ ପେପର୍ 2 ଓଡ଼ିଆ ଅନର୍ସ ଯାହା ବି ସର୍ଚ୍ଚ କରିବେ ମହାକାବ୍ୟ ଆପଣଙ୍କ ସିଲାବସ୍ରେ ଯାହା ଅଛି ଆପଣମାନଙ୍କର ପାଖକୁ ପହଞ୍ଚିଯିବ। ଆଉ ଦେଖିଦେବେ ସର୍ଟ କୋଶ୍ଚିନ୍, ତା'ର ସିଲେକ୍ସନ୍ କୋଶ୍ଚିନ୍ ମଧ୍ୟ ଅଛି, ଆପଣମାନେ ଯାଇକି ଦେଖିଦେବେ ହେଲା। କୋର୍ ପେପର୍ 2ର ରାଧାମୋହନ ଗଡ଼ନାୟକଙ୍କ ରଚିତ 3 ଗୋଟି ଗାଥା ଗୀତିକାର ନାମ ଉଲ୍ଲେଖ କର। ସନେଟ୍ ଶବ୍ଦର ଅର୍ଥ କ'ଣ? ସନେଟ୍ ଶବ୍ଦଟି କେଉଁଠାରୁ ସୃଷ୍ଟି ହୋଇଛି? ବହୁତ ଇମ୍ପୋର୍ଟାଣ୍ଟ। ମନୋଜ ଦାସଙ୍କ 4ଟି ଗଳ୍ପର ନାମ ଲେଖ। ବହୁତ ଇମ୍ପୋର୍ଟାଣ୍ଟ। ପତ୍ର ଉପନ୍ୟାସ କହିଲେ କ'ଣ ବୁଝ? ହେଲା, ବହୁତ ଇମ୍ପୋର୍ଟାଣ୍ଟ। ନାଟକ ଶବ୍ଦଟି କେଉଁ ଧାତୁରୁ ଉତ୍ପତ୍ତି ଓ ତା'ର ଅର୍ଥ କ'ଣ? ନଟ ଧାତୁରୁ ଏଇଟା ହେଲା। ତା'ର ଅର୍ଥ କ'ଣ ଲେଖିବେ? ଏକାଙ୍କିକାର 2ଟି ସ୍ୱରୂପ ଲେଖ। ରବି ସିଂ ଓ ପ୍ରତିଭା ରାୟଙ୍କ ରଚିତ ଆତ୍ମଜୀବନ ନାମ ଲେଖ। ବୁଝିପାରିଲେ? ଜୀବନୀ ଓ ଆତ୍ମଜୀବନୀ ମଧ୍ୟ ପାର୍ଥକ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଏଇଟା ମଧ୍ୟ ହେଉଛି ଯାଇକି ଆମମାନେ ଯଦି ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯିବେ CHSC କ୍ଲାସ୍ BK ସାର୍ ଜୀବନୀ ଓ ଆତ୍ମଜୀବନ ଯଦି ମାରି ଦେଉଛନ୍ତି ତାହେଲେ ପଳାଇ ଆସିବ, ବୁଝିପାରିବେ ଆରାମସେ ମାନେ ତାହାର କନସେପ୍ଟ କ୍ଲିୟର୍ ହେଇଯିବେ। ତ ଦେଖନ୍ତୁ ଏବେ ଆସିବା ଆମେ ଯେଉଁଟାକି କ'ଣ 5 ମାର୍କର, ସରି 8 ମାର୍କର ଏଇଟା ହେଲା। 8 ମାର୍କର ଦେଖନ୍ତୁ 8 5 40। ଦେଖ, ପାଶ୍ଚାତ୍ୟ ବିଦ୍ୱାନଙ୍କ ମତରେ କାବ୍ୟ କେତେ ଭାଗରେ ବିଭକ୍ତ? କ'ଣ କ'ଣ? ପ୍ରାଚୀନ ମଧ୍ୟକାଳୀନ ଓଡ଼ିଆ କାବ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ଉଲ୍ଲେଖ କର। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ରଚିତ ହୋଇଥିବା ସମ୍ବୋଧନ ଗୀତି ସମ୍ପର୍କ ଲେଖ। କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ରଚିତ କ୍ଷୁଦ୍ର ଗଳ୍ପଗୁଡ଼ିକ ସମ୍ପର୍କରେ ବିବରଣୀ ପ୍ରଦାନ କର। ହେଲା, ଦେଖିବା ମନସ୍ତାତ୍ତ୍ୱିକ ଉପନ୍ୟାସ ସମ୍ପର୍କରେ ଉଲ୍ଲେଖ କର। ନାଟକର ପଞ୍ଚସନ୍ଧି କହିଲେ କ'ଣ ବୁଝ? ବହୁତ ଇମ୍ପୋର୍ଟାଣ୍ଟ। ନାଟ୍ୟକାର ପ୍ରାଣବନ୍ଧୁଙ୍କର ଏକାଙ୍କିକା ଗୁଡ଼ିକ ସମ୍ପର୍କରେ ଲେଖ। ଦେଖନ୍ତୁ ପ୍ରବନ୍ଧ କାହାକୁ କୁହାଯାଏ? ତା'ର ସ୍ୱରୂପ ସମ୍ପର୍କରେ ଲେଖ। ଏଇଟା ମଧ୍ୟ ମାନେ ଆଭେଲେବଲ୍ ଅଛି, ଯାଇକି ସର୍ଚ୍ଚ କରିଦେବେ। ଶିକ୍ଷାବିତ୍ ଓ ଅଧ୍ୟାପକମାନଙ୍କ ଭ୍ରମଣ କାହାଣୀ ସମ୍ପର୍କରେ ଆଲୋଚନା କର। ଆତ୍ମଜୀବନ ସ୍ୱରୂପ ସମ୍ପର୍କରେ ଲେଖ। ହେଲା, ଏଭଳିଆ କୋଶ୍ଚିନ୍ ଆସିଛି। ଲଙ୍ଗ୍ କୋଶ୍ଚିନ୍ ଦେଖିବା କେମିତି ଆସୁଛି। ଲଙ୍ଗ୍ କୋଶ୍ଚିନ୍ ଦେଖ, ଲଙ୍ଗ୍ କୋଶ୍ଚିନ୍ ଦେଖିବା ଆମେ। ଲଙ୍ଗ୍ କୋଶ୍ଚିନ୍ ଦେଖ, 8 ମାର୍କର ମହାକାବ୍ୟର ସଂଜ୍ଞା ସ୍ୱରୂପ ଦର୍ଶାଇ ଓଡ଼ିଆ ମହାକାବ୍ୟ ପରିଚୟ ପ୍ରଦାନ କର। କ୍ଷୁଦ୍ର ଗଳ୍ପର ପ୍ରକାରଭେଦ ସମ୍ପର୍କରେ ବିଶଦ ବ୍ୟାଖ୍ୟା କର। ନାଟକର ସଂଜ୍ଞା ସ୍ୱରୂପ ପ୍ରକାରଭେଦ ସମ୍ପର୍କରେ ଉଲ୍ଲେଖ କର। ବିଷୟଗତ ଦୃଷ୍ଟିରୁ ପ୍ରବନ୍ଧର ପ୍ରକାରଭେଦ ଆଲୋଚନା କର। ଓଡ଼ିଆ ରଚିତ ସାହିତ୍ୟର ବିକାଶ ସମ୍ପର୍କରେ ଲେଖ। ତ ଯେକୌଣସି 4ଟି କୋଶ୍ଚିନ୍ର ଆନ୍ସର୍ ଆପଣମାନେ ଲେଖିବାକୁ ପଡ଼ିବ ହେଲା। ତ ଏବେ ଆପଣମାନେ କ'ଣ କରିବେ, ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯିବେ। ୟାର ମାନେ ପ୍ରତ୍ୟେକଟି ମାନେ ଭିଡ଼ିଓ ଅଛି ଯେଉଁଟାକି +3 ଫାର୍ଷ୍ଟ ଇୟର୍ ପିଲାମାନଙ୍କର କୋର୍ ପେପର୍ 2ର ମାନେ ସିଲାବସ୍ ହେଉଛି ଆପଣଙ୍କର ମାଇନର୍ ଓଡ଼ିଆ ହେଲା। ତେଣୁକରି ଆମେ ଯିବେ ଆଉ କୋର୍ ପେପର୍ 2 ଓଡ଼ିଆ ଅନର୍ସ CHSC କ୍ଲାସ୍ BK ସାର୍ ଏତିକି ଖାଲି ମାରିଦେବେ, ବୁଝିପାରିଲେ? ଏତିକି ମାରିଦେବେ, କିମ୍ବା ଆପଣଙ୍କର ସିଲାବସ୍ ଯାହା ଅଛି ଗଳ୍ପ ମାନେ ଗଳ୍ପ ଉପନ୍ୟାସ ଯାହା ବି ଅଛି CHSC କ୍ଲାସ୍ ବାଇ BK ସାର୍ ଗଳ୍ପର ସଂଜ୍ଞା ସ୍ୱରୂପ ମାରିଦେବେ, ଉପନ୍ୟାସର ସଂଜ୍ଞା ସ୍ୱରୂପ ମାରିଦେବେ, କାବ୍ୟର ସଂଜ୍ଞା ସ୍ୱରୂପ ମାରିଦେବେ। ଏମିତି ଯଦି ସର୍ଚ୍ଚ କରୁଛନ୍ତି ତାହେଲେ ପ୍ରତ୍ୟେକଟି ଆପଣଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପଳେଇ ଆସିବ। ତେଣୁକରି ଯାଇକି ଦେଖିଦିଅନ୍ତୁ। ସିଲେକ୍ସନ୍ କୋଶ୍ଚିନ୍ ମଧ୍ୟ ଅଛି, ଆପଣ ଯଦି ମାରିଦେବେ ସିଲେକ୍ସନ୍ କୋଶ୍ଚିନ୍ ବାଇ CHSC କ୍ଲାସ୍ BK ସାର୍ ବାଇ କ'ଣ ମାରିବେ ଆମଙ୍କର କୋର୍ ପେପର୍ 2 ବୋଲି ମାରିଦେବେ ହେଲା। କୋର୍ ପେପର୍ 2 ଓଡ଼ିଆ ଅନର୍ସ ମାରିଦେବେ। ତ ଏତିକି ଯାଇକି ମାନେ ଆପଣମାନେ ଯାଇକି ସର୍ଚ୍ଚ କରି ଦେଖିପାରିବେ। କାଲି ଏକ୍ଜାମ୍ ପାଇଁ ଆପଣଙ୍କର ମାନେ ବହୁତ ଭଲ ରହିବ। ତ ଏତିକି ଥିଲା, ବହୁତ ଇମ୍ପୋର୍ଟାଣ୍ଟ। ଆଶା କରୁଛି ଆପଣଙ୍କୁ କିଛି ମାତ୍ରାରେ ଭିଡ଼ିଓ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିବେ। ଚ୍ୟାନେଲ୍କୁ ନ ଆସିଲେ ଚ୍ୟାନେଲ୍କୁ ମଧ୍ୟ ସମସ୍ତେ ସବସ୍କ୍ରାଇବ୍ କରିକି ଯିବେ ହେଲା। ଏଠି ରଖୁଛି, ଧନ୍ୟବାଦ।